ଭାଇଚାରାର ସହର ପଟ୍ଟାମୁଣ୍ଡାଇ। ଏହି ପଟ୍ଟାମୁଣ୍ଡାଇରେ ଏ ବର୍ଷ ମାଙ୍କର ବିଭିନ୍ନ ରୂପ ଆପଣମାନେ ଦେଖିପାରୁଥିଲେ, କିନ୍ତୁ ସବୁଠୁ ନିଆରା ଥିଲା ଏ ବର୍ଷର ବିଭିନ୍ନ ମଣ୍ଡପର ତୋରଣ। ମାଙ୍କୁ ଦେଖି ଭକ୍ତମାନେ ଅତି ମନ୍ତ୍ରମୁଗ୍ଧ ହୋଇଯାଉଥିଲେ, କାରଣ ମାଙ୍କର ରୂପ ପାଖରୁ ଯିଏ ଦେଖୁଥିଲା ସେ ନିଶ୍ଚିନ୍ତ ମାଙ୍କୁ ଦେଖି ଦୁଇ ହାତ ଟେକି ଦେଉଥିଲା। କାରଣ ପ୍ରତ୍ୟେକଟି ଜାଗାରେ ଆପଣ ପୂଜା ନିଶ୍ଚିନ୍ତ ଦେଖିଥିବେ, କିନ୍ତୁ ଏ ବର୍ଷର ପୂଜା ଅତ୍ୟନ୍ତ ନିଆରା ଥିଲା। କାହିଁକି ନା ଆପଣ ଦେଖିଥିବେ ଯେ ଆକାଶରୁ ବିନ୍ଦୁ ବିନ୍ଦୁ ହୋଇ ବର୍ଷା ପଡ଼ୁଥିଲା, କିନ୍ତୁ ତଥାପି ମା ଟାଣି ଆଣୁଥିଲେ ତାଙ୍କ ଭକ୍ତମାନଙ୍କୁ। ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ଯେଭଳି ବ୍ୟାକୁଳ ଥିଲେ, ଏ ମଣ୍ଡପରୁ ସେ ମଣ୍ଡପ ମାଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ଉପସ୍ଥିତ ହୋଇଥିଲେ। ବର୍ଷାର ବିନ୍ଦୁକୁ ଖାତିର ନକରି କିଭଳି ମାଙ୍କର ଦର୍ଶନ କରୁଥିଲେ। ସେଥିଲାଗି ମାଙ୍କ ପର୍ବକୁ ଅତି ପାଖରୁ ଯେଉଁମାନେ ଉପଭୋଗ କରିଥିଲେ ସେମାନେ ମଧ୍ୟ କହୁଥିଲେ ଯେ ମାଙ୍କର ଅନୁଭୂତି କିଛି। କିନ୍ତୁ ଏ ବର୍ଷର ଦୁର୍ଗା ପୂଜା ସମ୍ପୂର୍ଣ୍ଣ ନିଆରା ଥିଲା। ଆସନ୍ତୁ ଦେଖନ୍ତୁ ମଧ୍ୟ କିଭଳି ବିଭିନ୍ନ ରୂପରେ ମାଙ୍କର ଦର୍ଶନ, ଯାହା ବିଭିନ୍ନ ମୃଣ୍ମୟୀ ମୂର୍ତ୍ତି ମାଧ୍ୟମରେ ଜଣେ କଳାକାର କିଭଳି ମାଙ୍କୁ ସଜାଇଥିଲେ।